ମାଛର ବିଭିନ୍ନ ପ୍ରକାର ରେସିପି ଖାଇ ଆପଣ ଯଦି ବୋର୍ ହୋଇଗଲେଣି ତାହେଲେ ଟ୍ରାଏ କରନ୍ତୁ ଏହି ସୁପର ଟେଷ୍ଟି ମାଛ ମସଲା। ଖାଇବାକୁ ଅତି ସୁଆଦିଆ ହୋଇଥାଏ। ଆପଣ ଏହାକୁ ସାଇଡ୍ ଆଇଟମ୍ ଭାବେ ଖାଇପାରିବେ। ଏହା ବନାଇବା ମଧ୍ୟ ବହୁତ ସହଜ। ନମସ୍କାର, ସ୍ପାଇସି ସରଗମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ବନାଇବା ମାଛ ମସଲା। ଏହି ମାଛ ମସଲା ପାଇଁ ମୁଁ ଏଠି 500 ଗ୍ରାମର ମାଛ ନେଇଛି। ତାକୁ ଭଲ ଭାବରେ ଧୋଇ ସାରିବା ପରେ ଆମେ ସେଥିରେ ହଳଦୀ ଓ ଲୁଣ ଦେଇ ମ୍ୟାରିନେଟ୍ କରି କିଛି ସମୟ ପାଇଁ ରଖିଦେବା। ଆପଣ ଚାହିଁଲେ ଏଥିରେ ଲେମ୍ବୁ ମଧ୍ୟ ଦେଇପାରିବେ। ଲେମ୍ବୁ ଦେବା ଦ୍ୱାରା ମାଛର ଆମିଷ ବାସ୍ନା ଚାଲିଯାଇଥାଏ। ଏହାପରେ ଗ୍ୟାସରେ ପ୍ୟାନ୍ ବସାଇ ଗରମ ହେବା ପରେ ସେଥିରେ ସୋରିଷ ତେଲ ଦେଇ ଭଲ ଭାବରେ ଗରମ ହେବା ପାଇଁ ଛାଡ଼ିଦେବା। ସୋରିଷ ତେଲ ଭଲ ଭାବରେ ଗରମ ହେବା ପରେ ସେଥିରେ ଗୋଟେ ଗୋଟେ ମାଛ ପିସ୍ ଦେଇ ଫ୍ରାଏ କରିବା ପାଇଁ ଛାଡ଼ିଦେବା। ତେଲ ଭଲ ଭାବରେ ଗରମ ହେବା ପରେ ମାଛକୁ ଫ୍ରାଏ କଲେ ମାଛ ଭାଙ୍ଗି ନଥାଏ। ଆଉ ମନେ ରଖନ୍ତୁ, ଆମେ ମାଛକୁ ଭଲ ଭାବରେ ଭାଜିବା, କିନ୍ତୁ ବେଶୀ ଟାଣ କରି ଭାଜିବାନି। କେବଳ ଉପର ଦୁଇ ସାଇଡ୍ ହିଁ ଟାଣ ହେଇଥିବ, ମଝି ଯେପରି ସଫ୍ଟ ହୋଇ ରହିଥିବ। ଏହିପରି ମାଛକୁ ଥରେ ଦୁଇଥର ଓଲଟାଇ ସାରିବା ପରେ ମୁଁ ଏଠି ମାଛ ମସଲା ପାଇଁ ଆବଶ୍ୟକ ହେଉଥିବା ପିଆଜ, କ୍ୟାପ୍ସିକମ୍ ଓ ଟମାଟୋକୁ କାଟି କରି ରଖିଦେଇଥିବି। ଦେଖନ୍ତୁ, ପିଆଜକୁ ଆମେ ଏହିପରି ସେପ୍ରେ କାଟିବା। ପିଆଜ ଯେପରି କାଟିଲେ ଟମାଟୋ ଓ କ୍ୟାପ୍ସିକମ୍ ମଧ୍ୟ ସେହିପରି ଭାବରେ କାଟି ଆଗରୁ ରଖିଦେଇଥିବା। ଏବେ ଦେଖନ୍ତୁ, ମାଛର ଦୁଇ ସାଇଡ୍ ଭଲ ଭାବରେ ହୋଇଗଲାଣି। ଏହାପରେ ଆମେ ମାଛକୁ ପ୍ଲେଟ୍କୁ କାଢ଼ିଦେବା। ସବୁ ମାଛ ପ୍ଲେଟ୍କୁ କାଢ଼ିଦେଲେ। ଏହାପରେ ମାଛ ମସଲା ପାଇଁ ଆବଶ୍ୟକ ସାମଗ୍ରୀ ଦେଖିନିଅନ୍ତୁ। ଫୁଟଣ, ପିଆଜ, କ୍ୟାପ୍ସିକମ୍, ଟମାଟୋ, ହଳଦୀ, ଲଙ୍କାଗୁଣ୍ଡ, କିଛି ଗରମ ମସଲା ଓ ଧନିଆ ପତ୍ର, ପିଆଜ ରସୁଣ ପେଷ୍ଟ, ସୋରିଷ ଏବଂ ପୋସ୍ତର ପେଷ୍ଟ। ବଳିଥିବା ତେଲରେ ଆମେ ପ୍ରଥମେ ଫୁଟଣ ପକାଇ ସେଥିରେ କାଟିଥିବା ପିଆଜ ଓ କ୍ୟାପ୍ସିକମ୍କୁ ଭାଜିବା ପାଇଁ କିଛି ସମୟ ଛାଡ଼ିଦେବା। ମନେ ରଖନ୍ତୁ, ପିଆଜ ଓ କ୍ୟାପ୍ସିକମ୍କୁ ବେଶୀ ଟାଇମ୍ ଭାଜିବାନି। ଏହାପରେ 2 ଚାମଚ ଅଦା ରସୁଣ ପେଷ୍ଟ ଦେଇ କିଛି ସମୟ ମସଲାକୁ ଭାଜିବା। କିଛି ସମୟ ମସଲା ଭାଜିବା ପରେ ସେଥିରେ ଆମେ 1 ଚାମଚ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଲୁଣ ଦେଇ କିଛି ସମୟ ଫ୍ରାଏ କରିବା। ମସଲା କିଛି ସମୟ ଫ୍ରାଏ ହେବା ପରେ ସେଥିରେ ଆମେ ବାଟି ରଖିଥିବା ସୋରିଷ ଓ ପୋସ୍ତର ପେଷ୍ଟକୁ ଦେଇଦେବା। ଏହାପରେ ସେଥିରେ ଆମେ କାଟିଥିବା ଟମାଟୋକୁ ମଧ୍ୟ ଦେଇଦେବା। ଏବଂ ଟମାଟୋ ଦେଇ କିଛି ସମୟ ଭାଜିବା ପରେ ଆମେ ଆମ୍ବୁଲ ଖଣ୍ଡେ ସେଠି ଦେଇଦେବା। ଏହାପରେ ସେଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟିବାକୁ ଛାଡ଼ିଦେବା। ପାଣି ଦେଇ ମସଲା ଟିକେ କଷିଦେବା। କଷିବା ପରେ କିଛି ଟାଇମ୍ ଫୁଟିବା ପାଇଁ ଛାଡ଼ିଦେବା। ସୋରିଷ ମସଲା ଦେଇ ମସଲା କଷିଲେ ମସଲା ପିତା ଲାଗିଥାଏ। ସେଥିପାଇଁ ଆମେ ଅଳ୍ପ ପାଣି ଦେଇ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଟିକେ ଫୁଟି ଆସିବା ପରେ ସେଥିରେ ଫ୍ରାଏ କରି ରଖିଥିବା ମାଛକୁ ଦେଇଦେବା। ଏହାପରେ ମାଛ ଦେଇ ଆମେ ତାକୁ ମସଲା ସହିତ ଭଲ ଭାବରେ ଗୋଳେଇଦେବା। ଭଲ ଭାବରେ ଗୋଳେଇବା ପରେ କିଛି ସମୟ ତାକୁ ଟିକେ ମାଛ ମସଲା ସହିତ ମାଛ ଫୁଟିବା ପାଇଁ ଛାଡ଼ିଦେବା। ଏହାପରେ ତା ଉପରେ ଆମେ ରଖିଥିବା ଗରମ ମସଲା ଏବଂ ଧନିଆ ପତ୍ର ଦେଇ କିଛି ସମୟ ପ୍ୟାନ୍ରେ ଛାଡ଼ିଦେବା। ଏବେ ପ୍ରସ୍ତୁତ ହୋଇଗଲା ଆମର ମାଛ ମସଲା। ଏହାପରେ ଆମେ ଏହାକୁ ପ୍ଲେଟ୍କୁ କାଢ଼ି
ଖାଇବାକୁ ଦେବା। ଏହା ଖାଇବା ପାଇଁ ବହୁତ ସ୍ୱାଦିଆ। ଆପଣ ଏହାକୁ ସାଇଡ଼୍ ଆଇଟମ୍ ବା ଷ୍ଟାର୍ଟର ଭାବରେ ଖାଇପାରିବେ। ଆପଣ ଏଇ ଆଇଟମ୍କୁ ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ। ଦେଖିବେ ସମସ୍ତଙ୍କୁ ବହୁତ ହି ପସନ୍ଦ ଆସିବ। ସ୍ପାଇସି ସରଗମର ଏହି ଛୋଟ ରେସିପିଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ନମସ୍କାର, ଆଜି ପାଇଁ ଏତିକି। ରହୁଛି।